ସାବଧାନ ସୁନା ବଜାରରେ ନିଆଁ ଭାଙ୍ଗିଲା ସବୁ ରେକର୍ଡ। ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଏମ୍ଆର୍ ଓଡ଼ିଆ ନ୍ୟୁଜ୍ ୱାନ୍କୁ ସ୍ୱାଗତ। ଏହି ଚ୍ୟାନେଲ ମାଧ୍ୟମରେ ଆପଣମାନେ ପ୍ରତ୍ୟେକ ଦିନ ସୁନା ରୂପା ଦର ମଧ୍ୟ ଜାଣିପାରିବେ। କେଉଁ ସମୟରେ ସୁନା କିଣିଲେ ଆପଣ ଲାଭବାନ ହେବେ, କେଉଁ ସମୟରେ ଆପଣ ଇନଭେଷ୍ଟମେଣ୍ଟ କଲେ ସବୁ ଲାଭବାନ ହେବେ, ସେ ବିଷୟରେ ମଧ୍ୟ ଜାଣିପାରିବେ। ଆଉ ସୁନା ରୂପା ଦର ଏବେ ଦିନକୁ ଦିନ ହଲଚଲ ଦେଖିବାକୁ ମିଳିଛି। ବର୍ତ୍ତମାନ ବିଶ୍ୱ ବଜାରରେ ଯେଉଁ ଭଳିଆ ପରିସ୍ଥିତି ସୃଷ୍ଟି ହୋଇଛି, ତାହା ଆପଣଙ୍କ ପକେଟ ଉପରେ ସିଧା ପ୍ରଭାବ ପଡିବା ପାଇଁ ଯାଉଛି। ଆଉ ଗୋଟିଏ ଗୋଟିଏ ଭୁଲରେ ଆପଣଙ୍କ ସବୁ କିଛି ମଧ୍ୟ ଚାଲିଯିବ। ତେବେ ଆମେରିକା, ଇସ୍ରାଏଲ, ଇରାନ ଲାଗିଥିବା ଭୟଙ୍କର ଯୁଦ୍ଧ କାରଣରୁ ବିଶ୍ୱ ଅର୍ଥନୀତିରେ ହଇଚଇ ସୃଷ୍ଟି ହୋଇଛି। ଆଜି ବଜାର ଖୋଲିବା ମାତ୍ରେ ସୁନା ଦରରେ ଯେଉଁ ଲମ୍ଫ ଦେଖିବାକୁ ମିଳିଛି, ତାହା ପୂର୍ବରୁ ଐତିହାସିକ ରେକର୍ଡକୁ ଚୁରମାର କରିଦେଇଛି। ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ଗ୍ଲୋବାଲ ମାର୍କେଟକୁ ଅସ୍ଥିର କରିଦେଇଛି, ଯାହା ଫଳସ୍ୱରୂପ ସୁନା ଏବେ ସୁରକ୍ଷିତ ନିବେଶ ପାଲଟିଛି, ଯାହାଫଳରେ ଲୋକମାନେ ଏବେ ସୁନାରେ ଇନଭେଷ୍ଟମେଣ୍ଟ ମଧ୍ୟ କରୁଛନ୍ତି। ତେବେ ଆଜି 18 କ୍ୟାରେଟ, 22 କ୍ୟାରେଟ, 24 କ୍ୟାରେଟ ସୁନା ଦର କେତେ, ରୂପା ଦର କେତେ, ଆଗକୁ ବିବାହ ଅଛି, ବାହାଘର ପାଇଁ ସୁନା କୋଉ ସମୟରେ କିଣିଲେ ସୁବିଧା ହେବ, ତା ସହିତ ମଧ୍ୟ ଯଦି ଇନଭେଷ୍ଟମେଣ୍ଟ କରୁଛନ୍ତି କେଉଁ ସମୟରେ କିଣିଲେ ହେବ, ଆପଣ କେମିତି ଲାଭବାନ ହେବେ, ସବୁ କିଛି ମଧ୍ୟ ଏଇ ଭିଡିଓରେ ଆପଣ ମାନେ ଦେଖିପାରିବେ। କିନ୍ତୁ ଆପଣଙ୍କୁ ଆମେ ରେଟ୍ କହିବୁ, ଆପଣଙ୍କ ହିସାବରେ ଆପଣ ମାନେ ଇନଭେଷ୍ଟମେଣ୍ଟ କରିବେ ଡିସିସନ ନେଇକି। କିନ୍ତୁ ବିବାହ ଘରରେ ଆପଣ ମାନେ କେଉଁ ସମୟରେ କିଣିବେ, ଗତ ସପ୍ତାହରେ ଯାହା ହୋଇଥିଲା ଏଇ ସପ୍ତାହରେ ମଧ୍ୟ ଦେଖିବାକୁ ମିଳିଛି ଅନେକ ପରିବର୍ତ୍ତନ, ଯୋଉଟା ଆପଣଙ୍କୁ ପକେଟ ଉପରୁ ସିଧା ମଧ୍ୟ ପ୍ରଭାବ ପକେଇବ। ତେବେ କାହିଁକି ବଢୁଛି ସୁନା ଦର, ଜାଣନ୍ତୁ ଅସଲ କାରଣ। ଯେତେବେଳେ ବିଶ୍ୱର ଦୁଇ ବଡ଼ ଶକ୍ତିଶାଳୀ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜେ, ସେତେବେଳେ ସେୟାର ବଜାର ହ୍ରାସ ପାଏ ଆଉ ନିବେଶକ ମାନେ ନିଜ ପଇସାକୁ ସୁରକ୍ଷିତ ରଖିବା ପାଇଁ ସୁନା ଉପରେ ଭରସା କରନ୍ତି। ଆଜି ସେୟା ହିଁ ହୋଇଛି। ଆମେରିକା, ଇସ୍ରାଏଲ ପଦକ୍ଷେପ ପରେ ଏବେ ସୁନାରେ ଲୋକମାନେ ବହୁତ ପ୍ରକାର ଇନଭେଷ୍ଟମେଣ୍ଟ ମଧ୍ୟ କରୁଛନ୍ତି। ତେବେ ଯଦି ଆପଣଙ୍କ ଘରେ ଆଗକୁ ବାହାଘର ଅଛି, କୌଣସି ଶୁଭ କାର୍ଯ୍ୟ ଅଛି, ଗହଣା ଗଢିବାକୁ ଚାହୁଁଛନ୍ତି, ତେବେ ମାର୍କେଟର ସ୍ଥିତି ବୁଝିବା ନିହାତି ଆବଶ୍ୟକ। କାରଣ ଆପଣଙ୍କର ଗୋଟିଏ ଭୁଲ ନିଷ୍ପତ୍ତି ଆପଣଙ୍କ ବଜେଟକୁ ସମ୍ପୂର୍ଣ୍ଣ ବିଗାଡ଼ି ଦେଇପାରେ। ରୂପା ଦରରେ ଆଶ୍ଚର୍ଯ୍ୟଜନକ ବୃଦ୍ଧି ମଧ୍ୟ ହୋଇଛି। ପ୍ରଥମେ ଆମେ ଜାଣିବା ସୁନା ରୂପା ଦର କେତେ ରହିଛି। ତେବେ ତା ପୂର୍ବରୁ ଆପଣମାନେ ଯଦି ଚ୍ୟାନେଲରେ ନୂଆ ଅଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ। ଆଉ ତା ସହିତ ଆପଣଙ୍କ ହିସାବରେ ସୁନା ଦର କେତେରୁ କେତେ ଟଙ୍କା ରହିବା ଦରକାର, ଯାହା ଫଳରେ ପ୍ରତ୍ୟେକ ଲୋକ ସୁନା କିଣିପାରିବେ। ନିଶ୍ଚୟ ଗୋଟିଏ ଛୋଟିଆ କମେଣ୍ଟ କରିଦେବେ, ତା ସହିତ ଭିଡିଓକୁ ମଧ୍ୟ ଲାଇକ୍ ମଧ୍ୟ କରିଦେବେ। ତେବେ ଚାଲନ୍ତୁ ଜାଣିବା ରୂପାର ଦର କେତେ ଅଛି ପ୍ରଥମେ। ତେବେ କୁହାଯାଉଛି ଯେ ଆଜି ମାର୍ଚ୍ଚ 6, 2026, ଆଜି ରୂପାର ଦର ଅଛି 1 ଗ୍ରାମ ପିଛା 294 ଟଙ୍କା 90 ପଇସା। 8 ଗ୍ରାମ ପିଛା ଅଛି 2359 ଟଙ୍କା 20 ପଇସା। 10 ଗ୍ରାମ ଅଛି 2949 ଟଙ୍କା। 100 ଗ୍ରାମ ଅଛି 29,490 ଟଙ୍କା। ଏବଂ 1000 ଗ୍ରାମ ବା 1 କିଲୋ 2,94,900 ଟଙ୍କା ଏବେ ରୂପା କିଲୋ ଅଛି ବୋଲି ଭୁବନେଶ୍ୱରରେ ଆପଣମାନେ ଜାଣି ରଖନ୍ତୁ। ଉପରେ ଚାର୍ଟ ଦେଇଛି, ସେ ଚାର୍ଟ ଦେଖି ଆପଣମାନେ ମଧ୍ୟ ଜାଣିପାରିବେ। ତା ସହିତ ତଳକୁ ଦେଖନ୍ତୁ 10 ଦିନର ରେକର୍ଡ କଣ ଅଛି ସିଲଭରର। ସିଲଭର ଦେଖନ୍ତୁ ଫେବୃଆରୀ 25 ରୁ ମାର୍ଚ୍ଚ 6 ଭିତରେ କେତେ ଟଙ୍କା ବଢିଛି, କେତେ ଟଙ୍କା କମିଛି, ସବୁ ଏଇ ଚାର୍ଟ ମାଧ୍ୟମରେ ଆପଣମାନେ ପ୍ରାଇସ୍ ଚାର୍ଟ ମାଧ୍ୟମରେ ଦେଖିପାରିବେ। ଦେଖନ୍ତୁ ମଝିରେ ଏବେ ମାର୍ଚ୍ଚ 3 ହୋଇଯାଇଥିଲା ଏକା ସାଙ୍ଗରେ 3,15,000 ହୋଇଯାଇଥିଲା 1 କେଜି। ଏବେ ପୁଣି ଆସିଯାଇଛି 2,94,000 କୁ। ମାନେ ଭାବନ୍ତୁ ଷ୍ଟେଟ ଆପଣଙ୍କୁ 15, 14 ମାନେ 15, 4, 19, 20,000 ଟଙ୍କା ଏବେ ପାଖାପାଖି ଶସ୍ତା ହୋଇଛି ରୂପା। ରୂପା ଏବେ 3 ଦିନ ଭିତରେ ଆପଣଙ୍କୁ 20,000 ଟଙ୍କା ଶସ୍ତା ମିଳିବ। ଏଇଟା ହେଲା ରୂପା ଦର। ତା ସହିତ ମଧ୍ୟ ଆପଣମାନେ ଜାଣନ୍ତୁ ସୁନା ଦର, ସୁନା କିଣିବା ପୂର୍ବରୁ ଆପଣଙ୍କୁ କିଛିଟା ଜିନିଷ କରିବାକୁ ପଡିବ। ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ, ନହେଲେ ଆପଣ ମଧ୍ୟ ହଇରାଣ ହେଇପାରନ୍ତି। ସୁନା ଅରିଜିନାଲ କି ନାହିଁ, ପିଓରିଟି କି ନାହିଁ, ମେକିଂ ଚାର୍ଜ କେତେ, ଏସବୁ ମଧ୍ୟ ଜାଣିବା ଦରକାର। ଖାଲି ନିବେଶ କରିଦେବା, ଖାଲି ସୁନା କିଣିଦେବା ସେମିତି ସବୁ ନୁହେଁ, କାରଣ ବହୁତ ପ୍ରକାର ଏବେ ଗଡବଡି ମଧ୍ୟ ଚାଲିଛି। ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ମଧ୍ୟ ଦେଖିବେ। ତେବେ ଚାଲନ୍ତୁ ଜାଣିବା ଏବେ ରୂପାର ଦର ତ ସରିଲା, ଏବେ ଜାଣିବା ଗୋଲ୍ଡ ବା ସୁନା ଦର କେତେ ରହିଛି ଆଜି 6 ମାର୍ଚ୍ଚ 2026। 18 କ୍ୟାରେଟ ସୁନାର ଦର ଏବେ ବର୍ତ୍ତମାନ ରହିଛି 1 ଗ୍ରାମ ପିଛା 12,215 ଟଙ୍କା। 8 ଗ୍ରାମ ରହିଛି 97,720 ଟଙ୍କା। 10 ଗ୍ରାମ ରହିଛି 1,22,150 ଟଙ୍କା ଏବଂ 100 ଗ୍ରାମ ରହିଛି 12,21,500 ଟଙ୍କା।
ଉପରେ ଚାର୍ଟ ଦିଆଯାଇଛି ଆପଣମାନେ ଦେଖିପାରିବେ କେତେ କ'ଣ ରହିଛି ଡିଫରେନ୍ସ ଆପଣମାନେ ଜାଣିପାରିବେ। 22 କ୍ୟାରେଟ୍ ସେଇଭଳି ରହିଛି 1 ଗ୍ରାମ 14,929 ଟଙ୍କା। 8 ଗ୍ରାମ ରହିଛି 1,19,432 ଟଙ୍କା। 10 ଗ୍ରାମ ରହିଛି 1,49,290 ଟଙ୍କା ଏବଂ 100 ଗ୍ରାମ ରହିଛି 14,92,900 ଟଙ୍କା। ଏଇଟା ହେଲା 22 କ୍ୟାରେଟ୍‌ର ରେଟ୍, ଭୁବନେଶ୍ୱର ରେଟ୍। ଚାଲନ୍ତୁ ଜାଣିବା 24 କ୍ୟାରେଟ୍‌ର ଦର କେତେ? 24 କ୍ୟାରେଟ୍‌ର ରହିଛି 1 ଗ୍ରାମ ପିଛା 16,287 ଟଙ୍କା। 8 ଗ୍ରାମ ରହିଛି 1,30,296 ଟଙ୍କା। 10 ଗ୍ରାମ ରହିଛି 1,62,870 ଟଙ୍କା। 1,62,000 ଏତିକି ଭିତରେ ରହୁଛି ପ୍ରାୟ। 100 ଗ୍ରାମ ରହିଛି 16,28,700 ଟଙ୍କା। ତ ବାସ୍ ଇଏ ଏତିକି ଥିଲା 18 କ୍ୟାରେଟ୍, 22 କ୍ୟାରେଟ୍ ଏବଂ 24 କ୍ୟାରେଟ୍‌ର ପ୍ରାଇସ୍। ତା ସହିତ ଆମେ 10 ଦିନର ମଧ୍ୟ ରିପୋର୍ଟଟା ଜାଣିଦବା